ଜୀବନଟା ଭାରି ଝିଞ୍ଝଟ, ଭାରି ଝଡ଼ଝଞ୍ଜା, ଅଡ଼ୁଆ ଅଡ଼ୁଆ ବୁଢ଼ିଆଣି ବସା। ଏ ଜୀବନଟା ଏକ ପ୍ରହେଳିକା ଆଉ ପ୍ରତାରଣାର ନିଷିଦ୍ଧ ଇଲାକା, ନିଷ୍ଠୁର ବାଲୁକା। ଜୀବନଟା ଭାରି ଝିଞ୍ଝଟ, ଭାରି ଝଡ଼ଝଞ୍ଜା। ଜୀବନଟା କେବେ ରଙ୍ଗୀନ ରଙ୍ଗମଞ୍ଚ ତ କେବେ ପାଣି ଫୋଟକାରେ ଦିଶୁଥିବା ଇନ୍ଦ୍ରଧନୁର 7ଟି ରଙ୍ଗ। ପୁଣି କେବେ ପାଲଟିଯାଏ ସାଗର ବେଳାର ନିକାଞ୍ଚନ ଝାଉଁବଣ। କେବେ ପୁଣି ନିର୍ମଳ ଆକାଶର ଅଦିନିଆ ଝଡ଼। ଜୀବନଟା ଭାରି ଝିଞ୍ଝଟ। ଜୀବନ ଜୀଇଁବା ଏଠି ବହୁତ କଷ୍ଟ। ବିନା ଝଡ଼ରେ ବି ଅନେକ ନିରୀହ ସୃଷ୍ଟି ହୋଇଯାଏ ନଷ୍ଟ। ଜୀଇଁବାକୁ ହେଲେ କରିବାକୁ ହୁଏ ଏଠି ଜୀବନ ସଂଗ୍ରାମ, ଜୀବନ ସଂଗ୍ରାମ। କେବେ ଖରା, କେବେ ଛାଇ, କେବେ ଶୀତ କାକର, କେବେ ପୁଣି ପ୍ରକୃତିର ନିଷ୍ଠୁର ତାଣ୍ଡବ। ବଞ୍ଚିବାଟା ଏଠି ମରିବାଠୁ କଷ୍ଟ। ବଞ୍ଚିଲେ ବଞ୍ଚିବ ଯଦି ଅନ୍ୟାୟ ପଥରେ, ଅସତ୍ ବାଟରେ, ଦୁର୍ନୀତିର ଛତ୍ରଛାୟା ତଳେ। ବଞ୍ଚିବାକୁ ଲାଗିବନି ଜମା କଷ୍ଟ। ତୁମକୁ ଲାଗିବ ଜୀବନଟା ଭାରି ଭଲ, ଜୀବନଟା ଭାରି ଭଲ। ନିମିଷକେ ମିଳିଯିବ ଗାଡ଼ି, ଘର, ଟଙ୍କା, ବ୍ୟାଙ୍କ ବାଲାନ୍ସ, ଆଭିଜାତ୍ୟ, ଖାନଦାନୀ ସବୁକିଛି ମିଳିଯିବ ଅତି ସହଜରେ ଗୋଟାଏ ଚୁଟକିରେ। ବଞ୍ଚିବା ପାଇଁ କରିବାକୁ ପଡ଼ିବନି ଜୀବନ ସଂଗ୍ରାମ। ଇଚ୍ଛା ହୁଏ କହିବାକୁ ଜୀବନଟା ଭାରି ଭଲ, ଏମିତି ଜୀବନ ଖାଲି ଆସନ୍ତା କି ବାରମ୍ବାର। ଇଚ୍ଛା ହୁଏ କହିବାକୁ ଜୀବନଟା ଭାରି ଭଲ, ଏମିତି ଜୀବନ ଖାଲି ଆସନ୍ତା କି ବାରମ୍ବାର। ଜନ୍ମ ପରେ ଜନ୍ମ ମିଳୁ ଏ ଜୀବନ, କାରଣ ଏତେ ସବୁ ଅର୍ଜନ କରିବାକୁ ଲାଗିଲାନି ଜମା ହେଲେ କଷ୍ଟ, ବୋହିଲାନି ଝାଳ। ତେଣୁ ଏମିତି ଅନ୍ୟାୟ, ଅସତ୍, ଚୋରି କରିବାର ପନ୍ଥା ଭାରି ଭଲ, ଭାରି ଭଲ। ଅଥଚ ସତ୍ ପଥରେ ନ୍ୟାୟର ମାର୍ଗରେ ଚାଲୁଥିବା ସଚ୍ଚୋଟ ଲୋକଟି ଜୀବନ ଯାତ୍ରାରେ ଖୁବ୍ ଶୀଘ୍ର ହୋଇଯାଏ କ୍ଳାନ୍ତ। ସାମ୍ନା କରେ ଯନ୍ତ୍ରଣାର ପାଚେରୀକୁ, ବହୁତ କଷ୍ଟ ପାଏ ବଞ୍ଚିବା ପାଇଁ। କରିବାକୁ ହୁଏ ତାକୁ ଅକ୍ଳାନ୍ତ ଜୀବନ ସଂଗ୍ରାମ, ଜୀବନ ସଂଗ୍ରାମ। ଜୀବନ ସଂଗ୍ରାମରେ ବେଳେବେଳେ ହାରିଯାଏ ସଚ୍ଚୋଟ ଲୋକଟି ସିନା। ଜୀବନ ସଂଗ୍ରାମରେ ବେଳେବେଳେ ହାରିଯାଏ ସଚ୍ଚୋଟ ଲୋକଟି। ହାରିଗଲେ କହିଦିଏ ଏମିତି ଜୀବନ ଆଉ ନ ମିଳୁ ମୋତେ, ଏମିତି ଜୀବନ ଆଉ ନ ମିଳୁ ମୋତେ। ସଂଗ୍ରାମରେ ଯଦି କେବେ ଜିତେ, ଖୁବ୍ କଷ୍ଟରେ ଜିତେ, ଯନ୍ତ୍ରଣାରେ ବଞ୍ଚେ, ଦୁଃଖରେ ଭାସେ, ସୁଖ ହୁଏ ସାତ ସପନ। ଆଖିର ଲୁହ ତାର ବନ୍ଧୁ ହୋଇଯାଏ। ଆଖି ଲୁହ କେବେ କେବେ ଓଠ ପିଇଯାଏ, ଓଠ ପିଇଯାଏ। ସହରର ବଡ଼ ବଡ଼ ଅଟ୍ଟାଳିକା, ଚକାଚକ୍ ଘର ଆଉ ଜମି, ଗାଡ଼ି ଏସବୁ ତ ସେ କେବେ ସ୍ୱପ୍ନରେ ବି ଭାବିପାରେନି। ଧନ ସମ୍ପତ୍ତି ତା ପାଇଁ ହୋଇଯାଏ ଅପହଞ୍ଚ, ଧନ ସମ୍ପତ୍ତି ତା ପାଇଁ ହୋଇଯାଏ ଅପହଞ୍ଚ। ତଥାପି ସେ ବଞ୍ଚିବାକୁ ସଂଗ୍ରାମ କରୁଥାଏ। ହାରୁ ଅବା ଜିତୁ, ସଂଗ୍ରାମ ଆଉ ସଂଘର୍ଷ କରି ବଞ୍ଚିବାରେ ସେ ଆନନ୍ଦ ପାଏ, ଶାନ୍ତି ପାଏ। ବ୍ୟଭିଚାର କରି ଧନୀ ହୋଇଯାଇଥିବା ଲୋକଟି ତଥାପି ଲୋଭ କରେ, ଟିକେ ବି ଛାଡ଼େନି। ପ୍ରଚୁର ଧନ ସମ୍ପତ୍ତି ପାଇଛି ବୋଲି ଗର୍ବ କରେ, କିନ୍ତୁ ସେ ବୁଝିପାରେନି ଆଜି ମଲେ କାଲିକି 2 ଦିନ, ଆଜି ମଲେ କାଲିକି 2 ଦିନ। ମୃତ୍ୟୁ ପରେ ସେହି ବିରାଟ ଅଟ୍ଟାଳିକାରେ ତାର ଆଉ ସ୍ଥାନ ନଥାଏ। ସେ ରହେ ବନ୍ଧେଇ ହୋଇଥିବା ଏକ ଫଟୋ ଫ୍ରେମ୍ ଭିତରେ, ସେ ରହେ ବନ୍ଧେଇ ହୋଇଥିବା ଏକ ଫଟୋ ଫ୍ରେମ୍ ଭିତରେ, ନିର୍ଜୀବ ବସ୍ତୁରେ। କିଛି ବର୍ଷ ପରେ ଧୀରେ ଧୀରେ ଭୁଲିଯାଆନ୍ତି ସମସ୍ତେ। ଦୁନିଆରୁ ଲିଭି ଲିଭି ଯାଏ ନାଁ ତାର, ଦୁନିଆରୁ ଲିଭି ଲିଭି ଯାଏ ନାଁ ତାର। ଜୀବନଟା ସତେ ଯେମିତି ଏକ ମଞ୍ଚ ନାଟକ। ସବୁ ଘଟଣା ନାଟକର କିଛି କିଛି ଦୃଶ୍ୟ। ନାଟକ ସରିଯିବା ପରେ କିଏ କେମିତି ଅଭିନୟ କଲା ସବୁକିଛି ନିର୍ଦ୍ଦେଶକ କରନ୍ତି ବିଚାର, ସବୁକିଛି ନିର୍ଦ୍ଦେଶକ କରନ୍ତି ବିଚାର। କିଏ ପାଏ ପୁରସ୍କାର, ପୁଣି କିଏ ପାଏ ତିରସ୍କାର। କିଏ ପାଏ ପୁରସ୍କାର, ପୁଣି କିଏ ପାଏ ତିରସ୍କାର। ଜୀବନରେ କରିଥିବା କଲା କର୍ମର ଫଳକୁ ତ ଭୋଗିବାକୁ ପଡ଼ିବ ନିଶ୍ଚୟ। ସଂସାରରେ କେହି ଯଦି ଲୁଚି ଛପି ଖସିଯାଏ କେବେ, ଲାଭ କିଛି ନାହିଁ।
କାରଣ ତା ପାଇଁ ଈଶ୍ୱରଙ୍କ ବିଚାରାଳୟରେ ପଡ଼ିଯାଏ ତାଟି। ସେଠାରୁ ସେ ଆଉ ପାରେ ନାହିଁ ଖସି। ସଂସାରରେ ଯିଏ ଯେମିତି କର୍ମ କରିଥାଏ ସେମିତି ଫଳ ପାଏ। ଯିଏ ଯେମିତି କର୍ମ କରିଥାଏ ସେମିତି ଫଳ ପାଏ। ଈଶ୍ୱରଙ୍କ ଦରବାରରେ ଉପଯୁକ୍ତ ରାୟ ମିଳେ। ଈଶ୍ୱରଙ୍କ ଉପରେ କେବଳ ରଖ ଯେ ଭରସା। ଈଶ୍ୱରଙ୍କ ମୂଲ୍ୟାୟନ କେବେ ନ ହୁଏ ଅନ୍ୟଥା। ଜୀବନଟା ଭାରି ଝିଞ୍ଝଟ, ଭାରି ଝଡ଼ଝଞ୍ଜା। ବଞ୍ଚିବାଟା ଏଠି ଭାରି କଷ୍ଟ। ଜୀବନଟା ଭାରି ଝଡ଼ଝଞ୍ଜା, ଜୀବନଟା ଭାରି ଝିଞ୍ଝଟ।